ନୀଳଗିରି ଔପଦା ବ୍ଲକ ଅଧୀନସ୍ଥ ଖମକୁଟ ଗାଁର ମୁନ୍ନି ଟୁଳୁ ସନ୍ଧ୍ୟା 7ଟା ସମୟରେ ନିକଟସ୍ଥ ସନ୍ତରାଗଡ଼ିଆ ଦୈନିକ ବଜାରକୁ ବଜାର କରିବା ପାଇଁ ଯାଇଥିଲେ। ସେ ବଜାରରୁ ଘରକୁ ଫେରୁଥିବା ସମୟରେ ଜଙ୍ଗଲ ପାଖରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ହାବୁଡ଼ରୁ ପଡ଼ିଯାଇଥିବା ସମୟରେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହାତୀ ତାଙ୍କୁ ପଛରୁ ଗୋଡ଼େଇ ଗୋଡ଼େଇ ଧରି ନେଇଥିଲା ଏବଂ ତାଙ୍କୁ ହାତୀ ତଳେ ପକାଇ ତାଙ୍କ ଉପରେ ପାଦ ଚଢ଼େଇ ଦେଇଥିଲା। କିଛି ସେ ଦୂର ପାଟି କରିବାରୁ ପାଖର ଲୋକମାନେ ଦୌଡ଼ି ଆସିବାରୁ ହାତୀ ପଳାଇ ଯାଇଥିଲା। ତାପରେ ହାତୀଙ୍କ ପାଖରୁ ଉଦ୍ଧାର କରି ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ପଠାଇ ଦେଇଛନ୍ତି। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।